ଆଜି ଶୁଣିବା ଆଉ ଗୋଟେ ନୂଆ ଗପ। ବୁଦ୍ଧି ଥିଲେ ଡର କାହାକୁ। ଗପଟିକୁ ଲେଖିଛନ୍ତି ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ବଣ ରାଇଜର କଥା। ବାଘ ଛୁଆଟାର ଏକା ଜିଦ୍ ସେ ମାଙ୍କଡ଼ କଲିଜା ଖାଇବ। ବାପା ମାଙ୍କର ଗୋଟିଏ ବୋଲି ଛୁଆ, ତା କଥା ଭାଙ୍ଗି ହେଉନି। ଏଣେ ମାଙ୍କଡ଼କୁ ଧରି ତା କଲିଜା ଖାଇବା କ'ଣ ସହଜ କଥା? ବାପା ମା ବାଘ ମିଶି ଛୁଆଟାକୁ ଖୁବ୍ ବୁଝେଇଲେ। ଦେଖ ପୁଅ, କହିବୁ ଯଦି ହରିଣ, ବାରହା ନହେଲେ ମଇଁଷି କଲିଜା ଆଣିଦେବୁ ଖାଇବୁ। ହେଲେ ସେ ମାଙ୍କଡ଼ କଲିଜା ଖାଇବାକୁ ମନ କରନା। କିନ୍ତୁ ବାଘ ଛୁଆର ସେଇ ଗୋଟିଏ କଥା, ସେ ମାଙ୍କଡ଼ କଲିଜା ଖାଇବ ଖାଇବ। ବାଘୁଣୀ ବାଘକୁ କହିଲା, ପିଲାଟା ତ ଏତେ ଅଝଟ କରୁଛି, କିଛି ଗୋଟାଏ ଉପାୟ କର। ବାପା ମହାବଳ ବାଘ ଡାକିଲା ଭାଲୁକୁ। ଭାଲୁ ଆସିଲା। ଦୁହେଁ ବସି ବୁଦ୍ଧି ପାଞ୍ଚିଲେ। ଗୋଟିଏ ଭୋଜିର ଆୟୋଜନ କରିବା, ମାଙ୍କଡ଼କୁ ନିମନ୍ତ୍ରଣ କରିବା। ସେଇଠାରେ ବାଘ ଛୁଆ ତାକୁ ଧରି ତା କଲିଜା ଖାଇବ। ଭୋଜି ହେଲା। ଅନ୍ୟ ପଶୁପକ୍ଷୀମାନଙ୍କ ସହ ମାଙ୍କଡ଼ ଆସିଲା। ମାଙ୍କଡ଼କୁ ଡାକି ନେଇ ଘର ଭିତରେ ଅଲଗା ଖାଇବାକୁ ଦେଲେ। ନାନା ଜାତିର ଫଳ ତା ପାଇଁ ଆସିଥାଏ। ମାଙ୍କଡ଼ ମହା ଆନନ୍ଦରେ ଖାଉଥାଏ। ଏତିକି ବେଳେ ବାଘ ଛୁଆ ଧାଇଁ ଆସି ମାଙ୍କଡ଼ ଆଗରେ ବସିପଡ଼ି କହିଲା, ହାଉଁ ହାଉଁ ମୁଁ ମାଙ୍କଡ଼ କଲିଜା ଖାଉଁ। ମାଙ୍କଡ଼ ହଡ଼ବଡ଼େଇ ଗଲା। କହିଲା, ଏଇ କଥା ମୋତେ ଆଗରୁ କହିଲୁନି? ତୁମ ପାଇଁ ଗୋଟିଏ ପାଚିଲା କଲିଜା ହାଣ୍ଡିରେ ପୂରେଇ ଆଣି ଦେଇଥାନ୍ତି। ପାଚିଲା କଲିଜା? ବାଘ ଛୁଆକୁ ଆଶ୍ଚର୍ଯ୍ୟ ଲାଗିଲା। ମାଙ୍କଡ଼ କହିଲା, ହଁ, ମାସକୁ ମୋର ଗୋଟିଏ ଲେଖାଏଁ କଲିଜା ପାକଳ ହୁଏ। ଯାହାକୁ ମୁଁ ବେଶୀ ଭଲ ପାଏ, ସେଇ କଲିଜାଟା ଖାଇବା ପାଇଁ ତାକୁ ହିଁ ଦିଏ। ସେ ଖାଇ ଭାରି ଖୁସି ହୁଅନ୍ତି। ଏବେ ତ ମୋ କଲିଜାଟା କଷି ହୋଇଛି। କଷି କଲିଜାଟା ଭାରି କଷା। ଏହାକୁ ଖାଇଲେ 7 ଦିନ ଯାକ ପାଟିରେ ମାଉଁସ ଦେଇପାରିବୁନି। ତେବେ କ'ଣ କରିବା? ବାଘ ଛୁଆ ପଚାରିଲା। ମାଙ୍କଡ଼ କହିଲା, କରିବା ଆଉ କ'ଣ? ବର୍ତ୍ତମାନ କଲିଜା ପାକଳ ହେବାକୁ ଆହୁରି 15 ଦିନ ଲାଗିବ। ତେବେ ଗୋଟାଏ ଉପାୟ ଅଛି। ଯଦି ମୋ ପାଇଁ ନିତି ଟୋକେ ଲେଖାଏଁ ପାଚିଲା ଫଳ ଦେବୁ, ତେବେ 2-3 ଦିନ ଭିତରେ କଲିଜା ପାଚିଯିବ। ବାଃ, ଭଲ କଥା ତ। ତେବେ ଆମ ବଗିଚାରୁ ଯେତେ ଇଚ୍ଛା ପାଚିଲା ଫଳ ଖାଅ, ଆଉ 3 ଦିନ ଭିତରେ କଲିଜା ଆଣିଦେ। ବାଘ ଛୁଆ ଖୁସିରେ ତାଳି ମାରି ନାଚିଲା। ମାଙ୍କଡ଼ ମଧ୍ୟ ବହୁତ ଖୁସି। ଡିଆଁଟେ ମାରି ଚାଲିଗଲା। ବଗିଚାରେ ପଶି ମନ ଭରି ଫଳ ତୋଳି ଖାଇଲା। 3 ଦିନ ପରେ ସେ ଗାଁକୁ ଗଲା। ଗୋଟିଏ ଛୋଟ ହାଣ୍ଡି ଯୋଗାଡ଼ କରି ଆଣିଲା। ଗଛରୁ ଗଛ ଖୋଜି ଖୋଜି ଗୋଟିଏ ବିରୁଡ଼ି ବସା ତା ଭିତରେ ପୁରାଇଲା। ଢାଙ୍କୁଣୀ ଘୋଡ଼ାଇ ଦେଲା। ହାଣ୍ଡିକୁ ନେଇ ସେ ଚାଲିଲା ବାଘ ଘରକୁ। ବାଘ ଛୁଆକୁ ହାଣ୍ଡି ଦେଇ ମାଙ୍କଡ଼ କହିଲା, କଲିଜାଟା ପାଚି ନତ ନତ ହେଉଛି। ଭାରି ସୁଆଦିଆ ଲାଗିବ। ତୁମେ ଖାଉଥାଅ, ମୁଁ ଯାଇ 2ଟା ଫଳ ଖାଇ ଦେଇ ଆସେ। ଏତିକି କହି ମାଙ୍କଡ଼ ମାରିଲା ଡିଆଁ। ବାଘ ଛୁଆ ମନ ଖୁସିରେ ହାଣ୍ଡିରୁ ଘୋଡ଼ଣୀ କାଢ଼ି ଦେଇ ମୁହଁ ପୁରାଇବା କ୍ଷଣି ତା ଭିତରୁ ବିରୁଡ଼ି ପଲ ବାହାରି ଆସିଲେ। ବିନ୍ଧି ପକାଇଲେ ବାଘ ଛୁଆକୁ। ସେ ଖାଲି ବାପଲୋ ବୋଉଲୋ କହି ଗଡ଼ୁଥାଏ। ପୁଅର ଚିତ୍କାର ଶୁଣି ବାଘ ବାଘୁଣୀ ଧାଇଁ ଆସିଲେ। ଦେଖନ୍ତି ତ ପୁଅର ଏ ଅବସ୍ଥା। ଦେହ ସାରା ଖାଲି ଓଉ ଫଳି ଯାଇଛି ବିରୁଡ଼ିଙ୍କ ବିନ୍ଧାରେ। ବାଘ ଛୁଆଠାରୁ ସବୁ କଥା ଶୁଣି ରାଗରେ କମ୍ପିଗଲେ ଦୁହେଁ। ହେଲେ କରିବେ କ'ଣ? ମାଙ୍କଡ଼କୁ ବଳ କାହାର? ସେ ତ କୁଆଡ଼େ ଛୁ କଲାଣି। ସେଇ ଦିନଠୁ ବାଘ ମାଙ୍କଡ଼ର କେବେ ପଡ଼େ ନାହିଁ।